ଆଜିର ପୋଷ୍ଟରେ ଆମେ ଆପଣମାନଙ୍କୁ ଜଣେଇବୁ ସ୍ୱାମୀ ସ୍ତ୍ରୀ ମରିଗଲେ ବି ନିଜ ରୁମ୍ରେ ଏହି ଦିଗରେ ଲଗାନ୍ତୁ ନାହିଁ ଆଇନା। ଅକାଳ ମୃତ୍ୟୁ ହୋଇଯାଆନ୍ତୁ ସାବଧାନ। ସ୍ୱାମୀ ସ୍ତ୍ରୀ କେବେ ବି ନିଜ ରୁମ୍ରେ ଏହି ଦିଗରେ ଆଇନା ଲଗାନ୍ତୁ ନାହିଁ, ନଚେତ୍ ଘୋର ବିପଦ ମାଡ଼ି ବସିବ। ଭଗବାନ ଆମକୁ ଆଖିର ରୂପରେ ଗୋଟେ ଉପହାର ଦେଇଛନ୍ତି, ଯେଉଁଦ୍ୱାରା ଆମେ ସବୁ କିଛି ଦେଖିପାରିବା ଆଉ ତାକୁ ଅନୁଭବ ମଧ୍ୟ କରିପାରିବା। କିନ୍ତୁ ପୁରା ବିଶ୍ୱକୁ ଆପଣ ଆଖିରେ ସିନା ଦେଖିପାରିବେ, କିନ୍ତୁ ଆମେ ଆଖିର ସାହାଯ୍ୟରେ ଆମେ ନିଜକୁ ଦେଖିବା ପାରିନଥାଉ। ଆଉ ବିଜ୍ଞାନରେ ଏହି ସମସ୍ୟାର ସମାଧାନ ପାଇଁ ବାହାର କରାଯାଇଥିଲା ଆଇନା ବା ଦର୍ପଣ। ବାସ୍ତବରେ ଆଇନା ଆମର ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ବନିଯାଇଛି। ନିଜକୁ ସଜେଇବା ସହିତ ଘରକୁ ସଜେଇବା ପାଇଁ ସମସ୍ତେ ଆଇନାକୁ ବ୍ୟବହାର କରିଥାନ୍ତି। ଆଉ ସମସ୍ତଙ୍କ ଘରେ ଛୋଟ ବଡ଼ ଆଇନା ଦେଖିବାକୁ ମିଳିଥାଏ। କିନ୍ତୁ ବାସ୍ତୁ ଅନୁସାରେ ଆଇନାକୁ ଏହିପରି ରଖିବା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ଏତେ କ୍ଷତିକାରକ ବି ଏହା ଆପଣଙ୍କର ଜୀବନ ବି ନେଇପାରେ। ବାସ୍ତୁ ଅନୁସାରେ ଆଇନାକୁ ନକାରାତ୍ମକ ଊର୍ଜା ଘଟୁଥିବା ବସ୍ତୁ ମାନାଯାଏ। ସେଥିପାଇଁ ବାସ୍ତୁ ଅନୁସାରେ ଆଇନାକୁ ଠିକ୍ ଦିଗ ଏବଂ ଠିକ୍ ସ୍ଥାନରେ ରଖିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନକାରାତ୍ମକ ଊର୍ଜାର ସାମ୍ନାରେ ରଖାଯାଇଥିବା ଆଇନା ସେହି ଊର୍ଜାକୁ ନିଜ ଭିତରେ ସମର୍ପିତ କରିନେଇଥାଏ ଆଉ ଖରାପ ଶକ୍ତିର ପ୍ରଭାବରୁ ଆମକୁ ବଞ୍ଚେଇଥାଏ। କିନ୍ତୁ ଯଦି ଆଇନାକୁ ସକାରାତ୍ମକ ଊର୍ଜାରେ ରଖି ଦିଆଯାଏ, ତେବେ ତାହା ଘର ସବୁ ସକାରାତ୍ମକ ଊର୍ଜାକୁ ସମର୍ପିତ କରିନିଏ। ବ୍ୟକ୍ତିଙ୍କୁ ଅଲଗା ଅଲଗା ପ୍ରକାରର ଖରାପ ପରିଣାମକୁ ସହିବାକୁ ପଡ଼ିଥାଏ। ଏହି ପ୍ରକାରର ଆଇନାକୁ ନିଜ ବେଡ୍ରୁମ୍ରେ ରଖିବା ଭଲ ନୁହେଁ। ଯେଉଁଦ୍ୱାରା ଦେଖାଯାଉଥିବା ଆଇନା ସେହି ବ୍ୟକ୍ତି ଆଇନାରେ ଦେଖାଯିବ। ରାତି ସମୟରେ ବେଡ୍ରେ ଶୋଉଥିବା ବ୍ୟକ୍ତି କାଚରେ ଦେଖାଯାଉଥିବା ବହୁତ ଅଶୁଭ ହୋଇଥାଏ। ଏମିତି ହେବା ବ୍ୟକ୍ତି ପାଇଁ ସ୍ୱାସ୍ଥ୍ୟର ହାନିକାରକ ହୋଇଥାଏ। କାରଣ ଏମିତିରେ ଶରୀରରେ ସମ୍ପୂର୍ଣ୍ଣ ସକାରାତ୍ମକ ଊର୍ଜା ଆଇନା ନିଜ ଆଡ଼କୁ ଆକର୍ଷିତ କରିନିଏ ଆଉ ଶରୀର ବେମାର ହୋଇଯାଏ। ଯଦି ଆଇନାରୁ ବାହାରୁଥିବା କିରଣ ଲଗାତାର ଆପଣଙ୍କୁ ସ୍ପର୍ଶ କରିବ, ତ ଏହା ବହୁତ ଖତରନାକ ହୋଇଥାଏ, ଯାହାଦ୍ୱାରା ଆପଣଙ୍କୁ ବଡ଼ ବେମାରୀ ହୋଇଯାଏ, ଯାହା ବ୍ୟକ୍ତିର ପୁରା ଜୀବନ ପାଇଁ ସେହି ବେମାରୀ ରହିଯାଏ କିମ୍ବା ତାହାର ମୃତ୍ୟୁର କାରଣ ବି ବନିଯାଏ। ସେଥିପାଇଁ ବନ୍ଧୁଗଣ, ବେଡ୍ରୁମ୍ରେ ଆଇନା ଏପରି ରଖନ୍ତୁ ନାହିଁ ଯେପରି ଶୋଇବା ସମୟରେ ଆପଣଙ୍କର ଶରୀର ସେଥିରେ ଦେଖାଯାଉଥିବ। ଆଉ ଆଇନାକୁ ଏହିଭଳି ରଖନ୍ତୁ ଯେମିତି ଆପଣମାନେ ଶୋଇଲେ ବି ଆଇନାରେ ଆପଣଙ୍କର ସବୁ କିଛି ଦେଖା ନଯିବା ଦରକାର।